ଆଜିର 30ଟି ଅନୁଚିନ୍ତା ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ। 1. ମୁହଁ ଉପରେ ସତ କହୁଥିବା ଲୋକ ସବୁବେଳେ ଅନ୍ୟ ରାଗର ଶିକାର ହେବାକୁ ପଡ଼ିଥାଏ। 2. ଯିଏ ମଣିଷ ପଛରେ ଚାଲେ ତାହା ନା ଛାୟା, ଆଉ ମଣିଷ ଯାହା ପଛରେ ଚାଲେ ତା ନା ମାୟା। 3. ମଣିଷ ସବୁବେଳେ ଭାବେ କି ସମସ୍ତେ ତାକୁ ଗୁରୁତ୍ୱ ଦିଅନ୍ତୁ, କିନ୍ତୁ ସେ ନିଜେ ଏକ ମୁହୂର୍ତ୍ତ ଭାବେନି କି ସେ କେତେଜଣଙ୍କୁ ଗୁରୁତ୍ୱ ଦେଇଛି। 4. ଟଙ୍କା ହେଉଛି ସିଏ ଯାହା ନିଜ ହାତରେ ଅଛି। ଶକ୍ତି ହେଉଛି ସିଏ ଯାହା ଆପଣଙ୍କ ପାଖରେ ଅଛି ଏବଂ ନିଜର ସିଏ କେବଳ ଯେଉଁମାନେ ଆପଣଙ୍କ ସହିତ ଅଛନ୍ତି। 5. ଯଦି ତୁମେ ଦୁଃଖ ପ୍ରତି ଧ୍ୟାନ ଦିଅ, ତୁମେ ସବୁବେଳେ ଦୁଃଖୀ ରହିବ। ସୁଖ ଉପରେ ଧ୍ୟାନ ଦେବା ଆରମ୍ଭ କରନ୍ତୁ। ବାସ୍ତବରେ ଆପଣ ଯାହା ଧ୍ୟାନ ଦିଅନ୍ତି ସେହି ଜିନିଷ ସକ୍ରିୟ ହୋଇଯାଏ। ଧ୍ୟାନ ହେଉଛି ସର୍ବଶ୍ରେଷ୍ଠ ସମ୍ପତ୍ତି। 6. ପରିସ୍ଥିତି ସ୍ୱଭାବ ପରିବର୍ତ୍ତନ କରେ। ମଣିଷ ଗତକାଲି ମଧ୍ୟ ଯେମିତି ଥିଲା ଆଜି ବି ସେହିପରି ଅଛି। 7. ଜଣେ ବ୍ୟକ୍ତି ସଫଳ ହୁଏ ଯେତେବେଳେ ସେ ଦୁନିଆକୁ ନୁହେଁ ବରଂ ନିଜକୁ ପରିବର୍ତ୍ତନ କରିବା ଆରମ୍ଭ କରେ। 8. ଜୀବନରେ ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କୁ ବହୁତ ମଜବୁତ କରିବ, କାହିଁକି ନା ଲୁହା ଥଣ୍ଡାରେ ହିଁ ମଜବୁତ ଥାଏ, ଆଉ ତାକୁ ଗରମ ଅବସ୍ଥାରେ ଯେପରି ଚାହିଁବେ ସେପରି ଆକାର ଦେଇପାରିବେ। 9. ପରିବର୍ତ୍ତନ ବିନା ପ୍ରଗତି ସମ୍ଭବ ନୁହେଁ, ଆଉ ଯିଏ ନିଜ ଚିନ୍ତାଧାରାର ପରିବର୍ତ୍ତନ କରିପାରି ନାହିଁ ସେ କିଛି ବି ପରିବର୍ତ୍ତନ କରିପାରିବ ନାହିଁ। 10. ଆପଣ ଚାଲୁଥିବା ରାସ୍ତାରେ ଯଦି କେହି ସମସ୍ୟାର ପାହାଡ଼ ଛିଡ଼ା କରୁଛି ତଥାପି ଧୈର୍ଯ୍ୟହରା ହୁଅନ୍ତୁ ନାହିଁ, କାହିଁକି ନା ଏମାନେ ହେଉଛନ୍ତି ସେହି ଲୋକ ଯିଏ ଆପଣଙ୍କୁ ଚାଲିବା ସମୟରେ ଡେଇଁବା ଶିଖାଇ ଦେଉଛନ୍ତି। 11. ମୁଁ ଲୋକଙ୍କ ନିନ୍ଦା ଆଉ ଅପବାଦ ନୀରବତାର ସହ ଶୁଣେ, କାହିଁକି ନା ଉତ୍ତର ଦେବାର ଅଧିକାର କେବଳ ସମୟ ପାଖରେ ହିଁ ଅଛି। 12. ପସନ୍ଦ ଆସୁଥିବା କାମ ସବୁବେଳେ ସଫଳତା, ଶାନ୍ତି ଏବଂ ଆନନ୍ଦ ଦେଇଥାଏ। 13. ଯେତେ ଦିନ ଯାଏ ତୁମେ ଅନ୍ୟର କଥା ହଜମ କରିପାରିବ ସେତେ ଦିନ ଯାଏ ତୁମେ ଭଲ। ଯେଉଁ ଦିନ ପ୍ରତିବାଦ କରିବ ସେତେବେଳେ ତୁମେ ଖରାପ। 14. ଦୁନିଆରେ ସବୁକିଛି ମିଳିଯାଏ, କେବଳ ନିଜ ଭୁଲ ହିଁ ଦେଖିବାକୁ ମିଳେନି। 15. ଘରଠୁ କବାଟ ଛୋଟ, କବାଟଠୁ ତାଲା ଛୋଟ, ତାଲାଠୁ ଚାବି ଛୋଟ, ହେଲେ ସେହି ଛୋଟ ତାଲାରେ ପୂରା ଘରର କବାଟ ଖୋଲି ହୁଏ। ସେହିପରି ଛୋଟ ଛୋଟ ସୁବିଚାର ଜୀବନରେ ବଡ଼ ବଡ଼ ପରିବର୍ତ୍ତନ ଆଣିଥାଏ। 16. ଜୀବନ ଯେତିକି ସୁଖମୟ ଠିକ୍ ସେତିକି ଦୁଃଖମୟ। 17. ସଂସାରରେ ଯେତେ ପ୍ରକାରର ଭୟ ଅଛି ସେଥିମଧ୍ୟରୁ ନିନ୍ଦା, ଅପବାଦ ହେଉଛି ସର୍ବଶ୍ରେଷ୍ଠ। 18. ସବୁ ଅଭ୍ୟାସ ରଖିବ, କିନ୍ତୁ କାହା ସହିତ ପ୍ରତିଦିନ ଫୋନରେ କଥା ହେବାର ଅଭ୍ୟାସ ରଖିବ ନାହିଁ, କାରଣ ସେ ଯେତେବେଳେ କଥା ହେବା ବନ୍ଦ କରିଦିଏ ଭାରି କଷ୍ଟ ହୁଏ। 19. ଜିନିଷ ଗୁଡ଼ିକ ପାଇବା ପୂର୍ବରୁ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ ଏବଂ ଯେ କୌଣସି ମଣିଷକୁ ଆମେ ହରାଇଲା ପରେ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। 20. ଯେତେବେଳେ ତୁମେ ପ୍ରତିଜ୍ଞା କର ତୁମ ଆଶା ବଢ଼ାଇବ, ଯେତେବେଳେ ଆମେ ଏହାକୁ ସମ୍ପୂର୍ଣ୍ଣ କରିବା ଆମେ ବିଶ୍ୱାସ ଗଢ଼ିପାରିବା। 21. ଯେଉଁମାନେ ଅପେକ୍ଷା କରନ୍ତି ସେମାନେ କେବଳ ସେତିକି ପାଆନ୍ତି ଯେତିକି ଚେଷ୍ଟାକାରୀ ଛାଡ଼ି ଦେଇଥାନ୍ତି। 22. ପଡ଼ିଆରେ ହାରିଥିବା ବ୍ୟକ୍ତି ପୁଣି ଜିତିପାରିବେ, କିନ୍ତୁ ଜଣେ ମାନବ ହାରିଥିବା ବ୍ୟକ୍ତି କଦାପି ଜିତିପାରିବ ନାହିଁ। 23. ଲୋକମାନେ ପ୍ରଶଂସା କରନ୍ତୁ କି ନାହିଁ, ଭଲ କାମ ଜାରି ରଖନ୍ତୁ। ଦୁନିଆର ଅଧାରୁ ଅଧିକ ଲୋକ ଶୋଇଥାନ୍ତି ତଥାପି ସୂର୍ଯ୍ୟ ଉଦୟ ହୁଅନ୍ତି। 24. ପୁରୁଣା ହେଲେ ହିଁ ସବୁ ଜିନିଷର ଅବହେଳା ବଢ଼ିଥାଏ, ସେ ନିଜ ପସନ୍ଦର ପୋଷାକ ହେଉ ଅଥବା ଗୋଟିଏ ନିବିଡ଼ ସମ୍ପର୍କ। 25. ତୁମର ଭଲ ସମୟ ଚାଲିଥିବା ବେଳେ ଅଚିହ୍ନା ଲୋକ ମଧ୍ୟ ନିଜର ଭଳି ବ୍ୟବହାର କରନ୍ତି, କିନ୍ତୁ ତୁମର ଖରାପ ସମୟ ବେଳେ ଚିହ୍ନା ଲୋକ ମଧ୍ୟ ଅଚିହ୍ନା ଭଳି ଅଭିନୟ କରନ୍ତି।
26. ମଣିଷକୁ ବୁଝିବା ଓ ଚିହ୍ନିବା ପାଇଁ ସମୟ ଲାଗେ, ହେଲେ କିଛି ଲୋକ ବୁଝି ଚିହ୍ନି ମଧ୍ୟ ଅବୁଝା ରହିଯାଆନ୍ତି, କାରଣ ସେମାନଙ୍କ ପାଇଁ ସମ୍ପର୍କ ବଡ଼ ହୋଇଥାଏ। 27. ଯଦି କେହି କେବେ ଆପଣଙ୍କର ବିଶ୍ୱାସ ଭାଙ୍ଗନ୍ତି, ତେବେ ଆପଣ ତାଙ୍କୁ ଧନ୍ୟବାଦ ଦେବା ଉଚିତ, କାହିଁକିନା ସେମାନେ ହିଁ ଆପଣଙ୍କୁ ଶିକ୍ଷା ଦିଅନ୍ତି ଯେ ବିଶ୍ୱାସ ଅତି ଯତ୍ନର ସହିତ କରାଯିବା ଉଚିତ। 28. ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ, ବଞ୍ଚି ରହେ ବ୍ୟବହାରରୁ, ଅନୁଭବ ହୁଏ ଯନ୍ତ୍ରଣାରୁ, ଅନୁଭୂତି ରହେ ହୃଦୟରେ, ଫିକା ପଡ଼ିଯାଏ ଅବହେଳାରୁ, ଆଉ ଭାଙ୍ଗିଯାଏ ଛୋଟିଆ ଭୁଲ ବୁଝାମଣାରୁ। 29. ପାଦ ଖୁବ୍ ସାବଧାନରେ ପକାଅ, କାରଣ ବହୁତ ଲୋକ ଏଠି ଅପେକ୍ଷା କରିଛନ୍ତି କେବଳ ତୁମର ଗୋଟେ ଭୁଲ ଧରିବା ପାଇଁ। 30. ସୁଖ ଆଉ ଦୁଃଖ ନିଜ ଭାଗ୍ୟ ବଳରେ ମିଳିଥାଏ। ଧନୀ ଗରିବ ଏଥିରେ କିଛି ନେବା ଦେବା ନଥାଏ। କାନ୍ଦିବାକୁ ଥିବ ଯଦି ରାଜପ୍ରାସାଦରେ ଥିଲେ ମଧ୍ୟ କାନ୍ଦିବାକୁ ପଡ଼ିବ, ଆଉ ହସିବାର ଥିବ ଯଦି ଝୁପୁଡ଼ି ଘରେ ମଧ୍ୟ ହସର ଗୁଞ୍ଜନ ଶୁଣାଯାଉଥିବ। ସୋ ଫ୍ରେଣ୍ଡସ୍, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍, ସେୟାର ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।